ଚାଲିଗଲେ ସାମ୍ବାଦିକା ଶିଲା ପଟ୍ଟନାୟକ। ଓଡ଼ିଆ ସମ୍ବାଦ ଜଗତର ଅପୂରଣୀୟ କ୍ଷତି। ସତେ ଯେମିତି ଓଡ଼ିଆ ସମ୍ବାଦ ଜଗତରେ ଖେଳିଗଲା ଶୋକର ଛାୟା। ଉଭୟ ସମ୍ବାଦ ଜଗତ ଏବଂ ସାମ୍ବାଦିକ ଓ ସାମ୍ବାଦିକାମାନେ ଭାଙ୍ଗି ପଡ଼ିଲେ ଦୁଃଖରେ। ଆଜ୍ଞା ହଁ, ଶିଲା ପଟ୍ଟନାୟକଙ୍କ ଦେହାନ୍ତ ପରେ ଯେମିତି ସମ୍ବାଦ ଜଗତକୁ ଲାଗିଛି ଶୋକର ଛାୟା। ଆଉ ଏହି ଶୋକର ଛାୟାରେ ମଳିନ ହୋଇପଡ଼ିଛି ପୁରା ସମ୍ବାଦ ଜଗତ। ଶିଲା ପଟ୍ଟନାୟକ ଜଣେ ଏମିତି ସାମ୍ବାଦିକା ଥିଲେ ଯେ କେବଳ ରାଜ୍ୟରେ ନୁହଁ ଦେଶରେ ମଧ୍ୟ ବେଶ ଚର୍ଚ୍ଚା ସାଉଁଟିଥିଲେ। ଶିଲା ପଟ୍ଟନାୟକଙ୍କ ସାମ୍ବାଦିକତାକୁ ନେଇ ନେତା ମନ୍ତ୍ରୀମାନେ ଆଜି ବି କୁହନ୍ତି କି ଶିଲାଙ୍କ ଭଳି ସାମ୍ବାଦିକା ପାଇବା ବେଶ କମ୍। କିନ୍ତୁ ଏସବୁ ପରେ ବି ଶୋକ ସାଗରରେ ଭସେଇ ଦେଇ ଶିଲା ଚାଲିଗଲେ ଆରପାରିକୁ। ବସି ଲୁହ ଗଡ଼ାଉଛନ୍ତି ଶିଲାଙ୍କର ପ୍ରିୟଜନମାନେ। ଏପଟେ ଶିଲାଙ୍କର 8 ବର୍ଷର ବାଳୁତ ପୁଅ। ଏସବୁକୁ ଦେଖି ଉତ୍କଳ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ସାମ୍ବାଦିକା ଶିଲା ପଟ୍ଟନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଯାହା କର୍ମକର୍ତ୍ତାଙ୍କ କହିବା ଅନୁଯାୟୀ ଶିଲା ପଟ୍ଟନାୟକ ଉତ୍କଳ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ବେଶ ଅଷ୍ଟପଷ୍ଟ ଭାବେ ଜଡ଼ିତ ଥିଲେ। ତାଙ୍କର ଦେହାନ୍ତ ପରେ ଉତ୍କଳ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ତାଙ୍କ ପାଇଁ ଏକ ସ୍ମୃତି ସଭା ଆୟୋଜନ କରିଥିଲା। ଏହି ସ୍ମୃତି ସଭାରେ ଓଡ଼ିଶାର ଆଗ ଧାଡ଼ିର ସାମ୍ବାଦିକମାନେ ଯୋଗ ଦେଇଥିଲେ ଏବଂ ଶିଲାଙ୍କର ପୁଣ୍ୟ ଆତ୍ମାର ସଦ୍ଗତି ପାଇଁ ଦୀପ ଦାନ ଏବଂ ପ୍ରାର୍ଥନା ମଧ୍ୟ କରିଥିଲେ। ଏବଂ ଆଗାମୀ ଦିନରେ ଶିଲା ପଟ୍ଟନାୟକଙ୍କର ସେହି 8 ବର୍ଷର ମା ଛେଉଣ୍ଡ ପୁଅର ଭବିଷ୍ୟତକୁ କେମିତି ସୁଦୂର କରିପାରିବ ଏନେଇ ଉତ୍କଳ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଏକ ଆଲୋଚନା କରିଥିଲା। ଏହି ଆଲୋଚନାରେ ତାଙ୍କର ବାଳୁତ ପିଲାର ଭରଣ ପୋଷଣ ବା ଶିକ୍ଷାଗତ ଅସୁବିଧା ନ ହେବା ପାଇଁ କେଉଁଭଳି ଭାବେ ଆଗାମୀ ଦିନରେ ଅର୍ଥ ବାଧକ ନ ସାଜି ଏଥିପ୍ରତି ଧ୍ୟାନ ଦିଆଯାଇଥିଲା। ଏବଂ ଆଗାମୀ ଦିନରେ ଉତ୍କଳ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର ସମସ୍ତ ସଦସ୍ୟମାନଙ୍କ ଦ୍ୱାରା ତାଙ୍କର ଛୋଟ ପୁଅକୁ ଆର୍ଥିକ ସହାୟତା ମଧ୍ୟ କରାଯିବ। ଏନେଇ ଆଗାମୀ 14, 16 ଏବଂ 18 3 ଦିନ ଶିଲାଙ୍କର ପୁଣ୍ୟ ଆତ୍ମାକୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେବା ଲାଗି ମଧ୍ୟ ଓସାକା ସାବ୍ୟସ୍ତ କରିଛି। ଏବଂ ଓସାକା ତରଫରୁ ଆଗାମୀ ଦିନରେ ଶିଲାଙ୍କ ପୁଅ କେମିତି ଭଲ ପାଠ ପଢ଼ି ଭଲ ମଣିଷ ହେବ ତାକୁ ନେଇ ଚିନ୍ତା କରିଛି ଏବଂ ତାର ଶିକ୍ଷାରେ ବାଧକ ସାଜୁଥିବା ଆର୍ଥିକ ଅସୁବିଧାକୁ ଦୂର କରିବା ପାଇଁ ଉତ୍କଳ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଆଗେଇ ଆସିଛି। ବ୍ୟୁରୋ ରିପୋର୍ଟ, ଦ ବ୍ରେକିଂ ନ୍ୟୁଜ୍ 24।